ଏହି ସାବିତ୍ରୀ ବ୍ରତଟି ଆମର ପ୍ରତ୍ୟେକ ହିନ୍ଦୁ ସଧବା ନାରୀମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ। ତେବେ ସାବିତ୍ରୀ ବ୍ରତରେ କିଛି ଏପରି ନିୟମ ରହିଥାଏ ଯେଉଁ ନିୟମ ଗୁଡ଼ିକ ପାଳନ କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ମଙ୍ଗଳ ହେବା ସହିତ ସେ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି। ଏବଂ ଯଦି ସାବିତ୍ରୀ ବ୍ରତ ଦିନ ଆପଣ ଏହି ନିୟମ ଗୁଡ଼ିକର ପାଳନ କରିନଥାନ୍ତି ତେବେ ଆପଣଙ୍କର ବ୍ରତ ଭଙ୍ଗ ହୋଇଯାଇଥାଏ। ଆପଣଙ୍କୁ ବ୍ରତର କୌଣସି ବି ଶୁଭ ଫଳ ପ୍ରାପ୍ତ ହୋଇନଥାଏ। ଏହା ବ୍ୟତୀତ ଆପଣଙ୍କ ସ୍ୱାମୀଙ୍କର ଅମଙ୍ଗଳ ମଧ୍ୟ ହୋଇଥାଏ। ଆପଣମାନେ ଜାଣନ୍ତି ଦେବୀ ସାବିତ୍ରୀଙ୍କୁ ଆମେ ଆମର ଉଦାହରଣ ସ୍ୱରୂପ ଭାବି ଏହି ବ୍ରତଟିକୁ ପାଳନ କରିଥାଉ। କାରଣ ଦେବୀ ସାବିତ୍ରୀ ନିଜ ସ୍ୱାମୀଙ୍କର ଜୀବନ ରକ୍ଷା କରିବା ପାଇଁ 3 ଦିନ ଧରି ନିଷ୍ଠାର ସହିତ ବ୍ରତ ପାଳନ କରିଥିଲେ। ତେଣୁ ଆମେମାନେ ସମସ୍ତେ ମଧ୍ୟ 3 ଦିନ ଧରି ଏହି ବ୍ରତଟିକୁ ନିଷ୍ଠାର ସହିତ ପାଳନ କରିବା ଉଚିତ। ବନ୍ଧୁମାନେ, ସାବିତ୍ରୀ ବ୍ରତ ଦିନ ହିଁ ନୁହେଁ, ସାବିତ୍ରୀ ବ୍ରତର ପୂର୍ବ ଦିନ ଏବଂ ସାବିତ୍ରୀ ବ୍ରତର ପରଦିନ ମଧ୍ୟ ଆପଣଙ୍କୁ ନିୟମର ପାଳନ କରିବାର ଅଛି। ଯେମିତିକି ସାବିତ୍ରୀ ବ୍ରତ ପୂର୍ବ ଦିନ କିମ୍ବା ସାବିତ୍ରୀ ବ୍ରତର ପରଦିନ ମଧ୍ୟ ଆପଣ ଆମିଷ କିମ୍ବା ପିଆଜ ରସୁଣ ଖାଇବା ଉଚିତ ନୁହେଁ। ସ୍ୱାମୀଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ମଧ୍ୟ ଉଚିତ ନୁହେଁ। ତେଣୁ ଆପଣ ବ୍ରତର ପୂର୍ବ ଦିନ ଏବଂ ପରଦିନ ମଧ୍ୟ ଏହି ନିୟମ ଗୁଡ଼ିକର ପାଳନ କରିବା ଉଚିତ, ଯାହାଦ୍ୱାରା ଆପଣଙ୍କୁ ବ୍ରତର ସମ୍ପୂର୍ଣ୍ଣ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁମାନେ ମନେ ରଖିବେ ଯେ ସାବିତ୍ରୀ ବ୍ରତ ଦିନ ଆପଣ କିଛି ବି ବଦଳେଇକି ନୂଆ ପିନ୍ଧିବେ ନାହିଁ। ଆପଣ ଯେଉଁ ଚୁଡ଼ି କିମ୍ବା ମଙ୍ଗଳସୂତ୍ର ତା ପୂର୍ବ ଦିନ ଠାରୁ ବଦଳେଇକି ପିନ୍ଧି ସାରିଥିବେ। ସେହିଦିନ କେବେ ବି ହାତରୁ ଚୁଡ଼ି ଖୋଲିବେ ନାହିଁ କିମ୍ବା ଗଳାରୁ ମଙ୍ଗଳସୂତ୍ର କାଢ଼ିବେ ନାହିଁ। ପୂଜା ସରିବା ପରେ ଯେଉଁ ଚୁଡ଼ି ଆପଣ ରଖିଥିବେ, ଚୁଡ଼ି ଉପରେ ଆପଣ ସେହି ଚୁଡ଼ିକୁ ପିନ୍ଧି ପାରିବେ, କିନ୍ତୁ ହାତରୁ ସେଦିନ କେବେ ବି ଚୁଡ଼ି ଖୋଲିବେ ନାହିଁ। ଆପଣମାନେ ଜାଣନ୍ତି ସାବିତ୍ରୀ ବ୍ରତଟି ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ପଡ଼ିଥାଏ, ଯାହାକି ଏହି ବର୍ଷ ଆମର ଜୁନ 6 ତାରିଖରେ ପଡ଼ୁଛି ଏବଂ ଗୁରୁବାର ଦିନ ସାବିତ୍ରୀ ବ୍ରତଟି ପଡ଼ୁଛି। ତେଣୁ ଗୁରୁବାରଟି ଯେହେତୁ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ, ସେହିଦିନ ପୂଜା କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ପୂଜାର ଆହୁରି ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ଆପଣମାନେ ସାବିତ୍ରୀ ବ୍ରତରେ ହଳଦିଆ ରଙ୍ଗର ବ୍ରତ ପୂଜା କରିପାରିବେ ଏବଂ ନାଲି ରଙ୍ଗର ବ୍ରତ ମଧ୍ୟ ପୂଜା କରିପାରିବେ। ତା ସହିତ ବ୍ରତରେ ଆପଣ 7ଟି ଗଣ୍ଠି ପକାଇବେ। ଏହି ବ୍ରତକୁ ଆପଣ ସର୍ବଦା ନିଜର ଡାହାଣ ହାତରେ ଧାରଣ କରିପାରିବେ। ପୂଜା ଆପଣମାନେ ନିଜ ଘରେ କରିପାରିବେ କିମ୍ବା ନାରାୟଣଙ୍କ ମନ୍ଦିରରେ କରିବେ କିମ୍ବା ମା ସାବିତ୍ରୀଙ୍କ ପାଖରେ ମଧ୍ୟ କରିପାରିବେ। ଏବଂ ଯଦି ସେମିତି କିଛି ନଥାଏ ତାହେଲେ କିଛି ଜାଗାରେ ଏମିତି ମଧ୍ୟ ଥାଏ ଯେ ବରଗଛ ମୂଳରେ ମଧ୍ୟ ସାବିତ୍ରୀ ବ୍ରତ ଲୋକମାନେ ପୂଜା କରିଥାନ୍ତି। ଆଉ କିଛି ଲୋକ ଶିଳରେ ହଳଦୀ ଲଗାଇ ସେଥିରେ ମାଙ୍କର ଆଖି, ନାକ, ପାଟି, ମୁହଁ ଏସବୁ କରି ମାଙ୍କର ପ୍ରତିମୂର୍ତ୍ତି କରି ମଧ୍ୟ ଘରେ ସାବିତ୍ରୀ ପୂଜା କରିଥାନ୍ତି। ତେବେ ଯାହା ବି ହେଉ, କିନ୍ତୁ ଆପଣ ବରଗଛ ପାଖରେ ଯାଇକି ଟିକେ ପୂଜା କରିକି ନିଶ୍ଚୟ ଆସିବେ। ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ। ତେବେ ଯେଉଁମାନେ ଏ ବର୍ଷ ପ୍ରଥମ ଥର ନୂଆ କରିକି ବ୍ରତ କରୁଛନ୍ତି, ସେମାନେ ବ୍ରାହ୍ମଣଙ୍କ ଦ୍ୱାରା ପୂଜା କରନ୍ତୁ। କାହିଁକିନା କୌଣସି ବି ପୂଜା ସଂକଳ୍ପ ବିନା ପୁରା ହୋଇନଥାଏ। ତେଣୁ ଯେହେତୁ ଏଇଟା ଆପଣଙ୍କର ପ୍ରଥମ ବ୍ରତ, ତେଣୁ ଆପଣ ଘରକୁ ବ୍ରାହ୍ମଣ ଡକାଇ ସଂକଳ୍ପ କରି ବ୍ରତର ଆରମ୍ଭ କରନ୍ତୁ, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳଦାୟକ ହୋଇଥାଏ। ତେବେ ଯଦି ଆପଣଙ୍କ ଘରେ ଛୁତିକିଆ କିମ୍ବା ମୂର୍ତ୍ତିକିଆ ହୋଇଛି, ତେବେ ଆପଣ ପୂଜା କରିପାରିବେ ନାହିଁ। କାରଣ ଛୁତିକିଆ ମୃତ୍ତିକିଆ ସମୟରେ ଶରୀର ଅଶୁଦ୍ଧି ହୋଇଥାଏ, ସେଥିପାଇଁ ଏହି ସମୟରେ ପୂଜା କରାଯାଇ ନଥାଏ। ଯଦି ଆପଣଙ୍କର ଋତୁସ୍ରାବ ହୋଇଛି, ତେବେ ଯଦି 5 ଦିନ ହୋଇଯାଇଛି ତେବେ ଆପଣ ପୂଜା କରିପାରିବେ, କିନ୍ତୁ 5 ଦିନ ପୂର୍ବରୁ ଆପଣ ପୂଜା କରିପାରିବେ ନାହିଁ। ଆପଣ ନିଜ ସ୍ୱାମୀ କିମ୍ବା ଘରର ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା ନିଜର ପୂଜା ସାମଗ୍ରୀକୁ ପୂଜା କରାଇ ଆଣିପାରିବେ। ଏବଂ ଯଦି 5 ଦିନ ହୋଇସାରିଛି ତେବେ ଆପଣ ଭୋଗ ପାଇପାରିବେ, ଶାଢ଼ୀ ଚୁଡ଼ି ଏସବୁ ପିନ୍ଧି ମଧ୍ୟ ପାରିବେ। ଏହି ଦିନ ଆପଣ ଭୁଲରେ ବି କେବେ ବି ପର ନିନ୍ଦା, ପର ଚର୍ଚ୍ଚା କରନ୍ତୁ ନାହିଁ, ଅନ୍ୟର ଚୁଗୁଲି ଇତ୍ୟାଦି କରନ୍ତୁ ନାହିଁ ଏବଂ ଏହା ସହିତ ଦିନରେ କେବେ ବି ଶୟନ କରନ୍ତୁ ନାହିଁ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ ଏହି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସାରି ନିଜର ବ୍ରତ ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତୁ। ଏହି ଦିନ କେବେ ବି ସକାଳେ ମଧ୍ୟ ଡେରିରେ ଉଠନ୍ତୁ ନାହିଁ। ଜଲ୍ଦି ଉଠି ନିଜର ନିତ୍ୟକ୍ରମ ଏବଂ ସ୍ନାନ ସାରି ନିଅନ୍ତୁ। ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣ ପୂଜା କରିପାରିବେ, କିନ୍ତୁ ଉପବାସ ରୁହନ୍ତୁ ନାହିଁ।
କାରଣ ସମ୍ପୂର୍ଣ୍ଣ ଉପବାସ ରହିବା ଦ୍ୱାରା ଆପଣଙ୍କ ଦେହ ସହିତ ପିଲା ପାଇଁ ମଧ୍ୟ ଏହା ଖରାପ ହୋଇଥାଏ। ତେଣୁ ଆପଣ ଏହି ଦିନ ଜଲ୍ଦି ବ୍ରତ ସାରି ଦେଇକି ତାପରେ ଫଳମୂଳ, ଶାଗୁ, ଗଜାମୁଗ, ଗଜାବୁଟ ଏସବୁ ଖାଇ ନିଅନ୍ତୁ। ଫଳ ଜୁସ୍ ପିଅନ୍ତୁ। ତେବେ ବାହାରର ଫଳ ଜୁସ୍ ନ ପିଇ ଆପଣ ନିଜ ଘରେ ଫଳରେ ଜୁସ୍ ବନାଇ ପିଇ ନିଅନ୍ତୁ। କିନ୍ତୁ ସମ୍ପୂର୍ଣ୍ଣ ଉପାସ କେବେ ବି ରୁହନ୍ତୁ ନାହିଁ, କାରଣ ଏହା ଛୁଆ ଓ ମା ଉଭୟଙ୍କର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ଯେଉଁ ମହିଳାମାନଙ୍କର ଶରୀର ଅସୁସ୍ଥ ଅଛି ସେମାନେ ସାତ୍ଵିକ ଖାଦ୍ୟ ଗ୍ରହଣ କରିପାରିବେ, ଯେମିତିକି ପଣା ପିଇପାରିବେ, ଶାଗୁ ପଣା ମଧ୍ୟ ପିଇପାରିବେ, ଫଳ ଖାଇପାରିବେ। କିନ୍ତୁ ଆପଣ ମଧ୍ୟ କେବେ ବି ସମ୍ପୂର୍ଣ୍ଣ ଉପାସ ରୁହନ୍ତୁ ନାହିଁ କିମ୍ବା ଅଧିକ ସମୟ ଧରି ଉପାସ ରୁହନ୍ତୁ ନାହିଁ। ସାବିତ୍ରୀ ବ୍ରତ ଦିନ ଆପଣ ଦିନସାରା ବ୍ରତକୁ ନିଜ ହାତରେ ଧାରଣ କରିକି ରଖନ୍ତୁ ଏବଂ ତା ପରଦିନ ଆପଣ ବ୍ରତକୁ ସ୍ନାନ ସାରି ଠାକୁର ପୂଜା କରିସାରିବା ପରେ ନେଇକି କୌଣସି ଜଳାଶୟରେ ବିସର୍ଜନ କରନ୍ତୁ କିମ୍ବା ଯଦି ଜଳାଶୟର ସୁବିଧା ନାହିଁ ତେବେ କଦଳୀ ଗଛ ମୂଳରେ ମଧ୍ୟ ଆପଣ ବ୍ରତଟିକୁ ପୋତି ଦେଇପାରିବେ। ଏହି ଦିନ କାହାକୁ ବି କଟୁ କଥା କିମ୍ବା ଖରାପ କଥା କୁହନ୍ତୁ ନାହିଁ, ମନକୁ ଖରାପ ଚିନ୍ତାଧାରା ଆଣନ୍ତୁ ନାହିଁ, ଈର୍ଷା ଭାବ ଆଣନ୍ତୁ ନାହିଁ। ଏହି ଦିନ ମା ସାବିତ୍ରୀଙ୍କୁ ସ୍ମରଣ କରନ୍ତୁ, ପ୍ରଭୁ ଶିବ ପାର୍ବତୀଙ୍କୁ ଏବଂ ଲକ୍ଷ୍ମୀ ନାରାୟଣଙ୍କୁ ମନରେ ସ୍ମରଣ କରନ୍ତୁ, ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଏହି ଦିନ ଆପଣ ନିଜ ସ୍ୱାମୀଙ୍କର କେବଳ ମଙ୍ଗଳ କାମନା କରନ୍ତୁ ଏବଂ ମନରେ ଭଗବାନଙ୍କୁ ସ୍ମରଣ କରନ୍ତୁ। ଏହି ଦିନ ଶୃଙ୍ଗାର ଜାତୀୟ ଜିନିଷ ଯଦି ଆପଣ ଅନ୍ୟକୁ ଦାନ କରନ୍ତି ତେବେ ଆପଣଙ୍କୁ ମା ସାବିତ୍ରୀଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। କିନ୍ତୁ ମନେ ରଖିବେ, ନିଜର ବ୍ୟବହୃତ ଶୃଙ୍ଗାର ଦ୍ରବ୍ୟ କେବେ ବି ଆପଣ କାହାକୁ ଦାନ କରିବେ ନାହିଁ। ଏହା ଦ୍ୱାରା ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। ମାତ୍ର ଆପଣ ନୂଆ ଶୃଙ୍ଗାର ଦ୍ରବ୍ୟ କିଣିକି ଦାନ କରିବା ଦ୍ୱାରା ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ବ୍ରତଟି ଆପଣ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଏବଂ ଖୁସି ମନରେ ପାଳନ କରିବା ଉଚିତ। ଏପରି କରିବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ। ବିବାହିତା ନାରୀମାନେ ମନେ ରଖିବେ ଯେ ସାବିତ୍ରୀ ବ୍ରତ ଦିନ କେବେ ବି କଳା ରଙ୍ଗର ବସ୍ତ୍ର କିମ୍ବା କଳା ରଙ୍ଗର ଚୁଡ଼ି ପରିଧାନ କରିବେ ନାହିଁ। କେବଳ କଳା ରଙ୍ଗ ହିଁ ନୁହେଁ, ଧଳା ରଙ୍ଗର କିମ୍ବା ନୀଳ ରଙ୍ଗର ବସ୍ତ୍ର କିମ୍ବା ଚୁଡ଼ି ମଧ୍ୟ ପରିଧାନ କରିବେ ନାହିଁ, କାରଣ କଳା ରଙ୍ଗକୁ ନକାରାତ୍ମକ ଶକ୍ତିର ପ୍ରତୀକ ବୋଲି ମାନା ଯାଇଥାଏ ଏବଂ ଧଳା ରଙ୍ଗଟି ସଧବା ନାରୀମାନଙ୍କ ପାଇଁ ଅଶୁଭ ହୋଇଥାଏ। ତେବେ ଆପଣ ଏହି ଦିନ ଭୁଲରେ ମଧ୍ୟ ଏହି ସବୁ ରଙ୍ଗର ଜିନିଷ ବ୍ୟବହାର କରନ୍ତୁ ନାହିଁ। ଆପଣ ସାବିତ୍ରୀ ବ୍ରତ ଦିନ ଯଦି ଲାଲ ରଙ୍ଗର ଶାଢ଼ୀ ଏବଂ ଲାଲ ରଙ୍ଗର ଚୁଡ଼ି ପୂଜା କରି ତାକୁ ପିନ୍ଧନ୍ତି, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ହୋଇଥାଏ। ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମିଳିଥାଏ। ସାବିତ୍ରୀ ବ୍ରତକୁ ଆପଣ 3 ଦିନ ନିଷ୍ଠାର ସହିତ ପାଳନ କରିବା ଦ୍ୱାରା ମଧ୍ୟ ଆପଣ ସୌଭାଗ୍ୟବତୀ ହୋଇଥାନ୍ତି ଏବଂ ଆପଣଙ୍କୁ ଅନେକ ପୁଣ୍ୟ ଫଳ ମଧ୍ୟ ପ୍ରାପ୍ତି ହୋଇଥାଏ। ଏହି 3 ଦିନ ଆପଣ ପୋଡ଼ା ଦ୍ରବ୍ୟ, ଆମିଷ କିମ୍ବା ପିତା କିମ୍ବା ପିଆଜ ରସୁଣ ମଧ୍ୟ ଖାଆନ୍ତୁ ନାହିଁ ଏବଂ ତା ସହିତ ଏହି 3 ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ମଧ୍ୟ ଉଚିତ ନୁହେଁ। ଏହି ଦିନ ଆପଣ ନିଜ ଗୃହରେ ମିଠା ଜିନିଷ କିଛି ପ୍ରସ୍ତୁତ କରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ ଏବଂ ଏହାକୁ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ତ ଯେହେତୁ ଏହି ଦିନ ଗୁରୁବାର ଅଛି ଏବଂ ଏହା ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ପ୍ରିୟ ବାର ଅଟେ, ତେବେ ଏହି ଦିନ ଚାହିଁଲେ ଆପଣ କ୍ଷୀରି ଭୋଗ କରି ଭଗବାନ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କ ଠାରେ ଭୋଗ ଲଗାଇ ଯଦି ତାହାକୁ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟନ୍ତି ତେବେ ମଧ୍ୟ ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ସ୍ଥିର ବାସ ହେବା ସହିତ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଭଲ ପାଇବାର ମଧ୍ୟ ବୃଦ୍ଧି ହୋଇଥାଏ। ତ ବନ୍ଧୁମାନେ, ପୂଜା ଦିନ ଆପଣ ଯାହା ବି କିଛି ପୂଜା କରିବେ, ଚୁଡ଼ି ହେଉ କିମ୍ବା ପୂଜାର ଅନ୍ୟ ଯେକୌଣସି ସାମଗ୍ରୀ ହେଉ, ସେସବୁକୁ ଆପଣ ଭଲ ଭାବରେ ଦେଖିନେବେ ଯେ ଯେମିତି ସେଗୁଡ଼ିକ ଖଣ୍ଡିତ ନ ହୋଇଥାଏ କିମ୍ବା ଭଙ୍ଗା କିମ୍ବା ଫଟା ନ ହୋଇଥାଏ, କାରଣ ଖଣ୍ଡିତ ଏବଂ ଭଙ୍ଗା ଫଟା ଜିନିଷ ପୂଜା କରିବା ଦ୍ୱାରା ଅଶୁଭ ହୋଇଥାଏ। ସାବିତ୍ରୀ ବ୍ରତ ଦିନ ଆପଣ ଯଦି ମାଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଗୃହରେ ସୁଖ ଶାନ୍ତିର ବୃଦ୍ଧି ହୋଇଥାଏ। ଏହି ଦିନ ଆପଣ 16 ଶୃଙ୍ଗାରରେ ସଜ୍ଜିତ ହେବା ପାଇଁ କେବେ ବି ଭୁଲନ୍ତୁ ନାହିଁ। ଏହି ଦିନ ଆପଣ 16 ଶୃଙ୍ଗାରରେ ସଜ୍ଜିତ ହେବା ଦ୍ୱାରା ଆପଣଙ୍କ ସ୍ୱାମୀ ଦୀର୍ଘାୟୁ ପ୍ରାପ୍ତ କରିଥାନ୍ତି, କାରଣ ସଧବା ନାରୀ ପାଇଁ ଶୃଙ୍ଗାର ଅତ୍ୟନ୍ତ ଏକ
ଆବଶ୍ୟକୀୟ ଜିନିଷ ହୋଇଥାଏ। ଯଦି ଏହି ଦିନ ଆପଣ ନାଲି ରଙ୍ଗର ଶାଢ଼ୀ ଚୁଡ଼ି ପିନ୍ଧି 16 ଶୃଙ୍ଗାରରେ ସଜ୍ଜିତ ହୁଅନ୍ତି ତ ଏହା ବହୁତ ଶୁଭ ଏବଂ ମଙ୍ଗଳ ହୋଇଥାଏ। ପୂଜାରେ ଆପଣ ସବୁ ପ୍ରକାରର ଫଳ ଭୋଗ କରିପାରିବେ। ଯଦି ଆପଣଙ୍କ ପାଖରେ ସବୁ ପ୍ରକାରର ଫଳ ନାହିଁ ତେବେ ଆପଣ 5 ପ୍ରକାରର ଫଳ ପୂଜା କରିପାରିବେ। ତ 5 ପ୍ରକାରର ଫଳ ବି ଯଦି ନଥାଏ ତ ଆପଣ 5ଟି ଫଳରେ ପୂଜା କରିପାରିବେ। ସାବିତ୍ରୀ ବ୍ରତ ଦିନ ଯଦି ଆପଣ ନିଜ ସ୍ୱାମୀଙ୍କର ପଇସାରେ ପୂଜା କରନ୍ତି ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣଙ୍କର ବାପ ଘରର ସାମର୍ଥ୍ୟ ଥାଏ, ଆମେ ଜାଣିଛେ ସମସ୍ତେ ଯେ ସାବିତ୍ରୀ ଭାର ବାପ ଘରୁ ହିଁ ଆସେ। ତ ଯଦି ଆପଣଙ୍କ ବାପ ଘରର ସାମର୍ଥ୍ୟ ଥାଏ ଏବଂ ସେମାନେ ଖୁସିରେ ଆପଣଙ୍କୁ ସାବିତ୍ରୀ ଭାର ଆଣି ଦିଅନ୍ତି ତେବେ ସେଥିରେ ପୂଜା କରିବା ମଙ୍ଗଳମୟ ହୋଇଥାଏ। ମାତ୍ର ଯଦି ଆପଣଙ୍କର ବାପ ଘରର ସାମର୍ଥ୍ୟ ନାହିଁ ଆପଣଙ୍କୁ ସାବିତ୍ରୀ ଭାର ଦେବାର, ତେବେ ଆପଣ ବାପା ମାଙ୍କୁ କେବେ ବି ବାଧ୍ୟ କରନ୍ତୁ ନାହିଁ ସାବିତ୍ରୀ ଭାର ଆଣିବା ପାଇଁ। ଆପଣ ନିଜ ସ୍ୱାମୀଙ୍କ ପଇସାରେ ଯେତିକି ହେଉଛି ସେତିକି ଟଙ୍କାରେ ଆଣିକି ସାବିତ୍ରୀ ବ୍ରତ କରନ୍ତୁ। ଏହା ଆପଣଙ୍କ ସ୍ୱାମୀଙ୍କ ପାଇଁ ଭଲ ହୋଇଥାଏ। ମା ବାପାଙ୍କୁ କଷ୍ଟ ଦେଇ ସେହି ଜିନିଷରେ ପୂଜା କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ଅମଙ୍ଗଳ ହିଁ ହୋଇଥାଏ। ତେବେ ବନ୍ଧୁମାନେ, ସାବିତ୍ରୀ ବ୍ରତ କିମ୍ବା ଅନ୍ୟ ଦିନରେ ସ୍ତ୍ରୀମାନେ ସ୍ୱାମୀଙ୍କର ପାଦ ଧୁଆ ପାଣି ପିଅନ୍ତି। ତେବେ ଏମିତି କିଛି ଶାସ୍ତ୍ରରେ ଲେଖା ନାହିଁ। ଏହା ଆମ ଲୋକମାନଙ୍କର ହିଁ ପ୍ରଚଳିତ ପ୍ରଥା ଅଟେ। ସାବିତ୍ରୀ ବ୍ରତ ଦିନ ଆମେ କାହାକୁ ପୂଜା କରିଥାଉ? ସାବିତ୍ରୀ ବ୍ରତ ଦିନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯାଏ, ଶିବ ପାର୍ବତୀଙ୍କୁ ପୂଜା କରାଯାଏ, ମା ସାବିତ୍ରୀଙ୍କୁ ପୂଜା କରାଯାଏ। ଏହା ସହିତ ଯମ ଦେବତାଙ୍କୁ ମଧ୍ୟ ପୂଜା କରାଯାଏ। କାରଣ ଦେବୀ ସାବିତ୍ରୀ ସତ୍ୟବାନଙ୍କ ପାଇଁ ଯମରାଜାଙ୍କୁ ପୂଜା କରିଥିଲେ। ସାବିତ୍ରୀ ବ୍ରତ ଦିନ ସବୁ ଯୁଗଳ ମୂର୍ତ୍ତିଙ୍କୁ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେପରିକି ଭଗବାନ ଶିବ ଶଙ୍କର, ମା ପାର୍ବତୀ ଏବଂ ଲକ୍ଷ୍ମୀ ନାରାୟଣଙ୍କର ଯୁଗଳ ମୂର୍ତ୍ତିକୁ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯାହାଦ୍ୱାରା ଆପଣଙ୍କ ପତି ପତ୍ନୀଙ୍କ ଜୀବନ ଥିବା ଯାଏ ଆପଣ ଯୋଡ଼ି ହୋଇକି ରହିପାରିବେ। ଏପରିକି 7 ଜନ୍ମ ପର୍ଯ୍ୟନ୍ତ ମଧ୍ୟ ଆପଣ ସ୍ୱାମୀ ସ୍ତ୍ରୀ ବନ୍ଧନରେ ବାନ୍ଧି ହୋଇ ରହିପାରିବେ। ତେବେ ବନ୍ଧୁମାନେ, ସବୁଠାରୁ ବିଶେଷ ଏବଂ ମୁଖ୍ୟ କଥା ହେଉଛି ସାବିତ୍ରୀ ବ୍ରତ ଆମେ ସ୍ୱାମୀଙ୍କ ପାଇଁ ହିଁ ପାଳନ କରିଥାଉ। ତେଣୁ ସ୍ୱାମୀଙ୍କ ଠାରେ ଆପଣଙ୍କର ଭକ୍ତି ଏବଂ ନିଷ୍ଠାପର ଭାବନା ହିଁ ସବୁଠାରୁ ମୁଖ୍ୟ କଥା। ଆପଣଙ୍କର ଯଦି ନିଜ ସ୍ୱାମୀଙ୍କ ପ୍ରତି ନିଷ୍ଠାପର ଭାବନା ନଥାଏ, ଭଲ ପାଇବା ନଥାଏ, ଆପଣଙ୍କର ସ୍ୱାମୀଙ୍କ ପ୍ରତି ସମର୍ପଣ ଭାବ ନଥାଏ, ତେବେ ସାବିତ୍ରୀ ବ୍ରତ ପୂଜାର ମଧ୍ୟ କୌଣସି ମୂଲ୍ୟ ନଥାଏ। କିନ୍ତୁ ଯଦି ଆପଣ ନିଜ ସ୍ୱାମୀଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଅଟନ୍ତି, ସ୍ୱାମୀଙ୍କ ପାଇଁ ଆପଣଙ୍କର ନିଷ୍ଠାପର ଭାବନା ରହିଥାଏ, ତ୍ୟାଗ ଭାବନା ରହିଥାଏ ଏବଂ ପ୍ରକୃତରେ ଆପଣ ସ୍ୱାମୀଙ୍କୁ ନିଜର ଦେବତା ସମାନ ଭାବୁଥାନ୍ତି, ତେବେ ଆପଣ ନିଶ୍ଚୟ ଭାବରେ ସାବିତ୍ରୀ ବ୍ରତଟିକୁ ନିଷ୍ଠାର ସହିତ ପାଳନ କରିଥାନ୍ତି ଏବଂ ଏହାର ଶୁଭ ଫଳ ମଧ୍ୟ ଆପଣଙ୍କ ସ୍ୱାମୀଙ୍କୁ ପ୍ରାପ୍ତ ହୋଇଥାଏ। ତେବେ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ମା ସାବିତ୍ରୀ ନିଶ୍ଚୟ ଲେଖିବେ।